ତିନି ଦିନର ୟୁପି ଗସ୍ତରେ ରାଷ୍ଟ୍ରପତି ପ୍ରେମାନନ୍ଦ ମହାରାଜାଙ୍କୁ ଦେଖା କଲେ। କେମିତି ଦେଶର ରାଷ୍ଟ୍ରପତି ମହାରାଜାଙ୍କୁ ଦେଖା କରିବା ପାଇଁ ଗଲେ, କ'ଣ ଥିଲା ବାର୍ତ୍ତାଳାପ, ସମ୍ପୂର୍ଣ୍ଣ ଜାଣିବା ଏ ଭିଡ଼ିଓରେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାରାଜାଙ୍କୁ ଦେଖା କରିବା ପାଇଁ ତାଙ୍କ ଆଶ୍ରମ ରାଧାକେଲିକୁଞ୍ଜକୁ ସେ ଯାଇଥିଲେ। ରାଷ୍ଟ୍ରପତି ମୁର୍ମୁ ପ୍ରେମାନନ୍ଦ ମହାରାଜାଙ୍କୁ ହାତ ଯୋଡ଼ି ପ୍ରଣାମ କରିଥିଲେ ଏବଂ ମହାରାଜ ତାଙ୍କୁ ରାଧେ ରାଧେ କହି ସ୍ୱାଗତ ଜଣାଇଥିଲେ। ରାଷ୍ଟ୍ରପତି ତାଙ୍କ ପରିବାରଙ୍କ ସହିତ ଦର୍ଶନ କରିବା ପାଇଁ ମହାରାଜଙ୍କ ପାଖକୁ ଯାଇଥିଲେ। ସକାଳ 7ଟା ସମୟରେ ବର୍ଷା ହେଉଥିବା ବେଳେ ମହାରାଜଙ୍କୁ ଦେଖା କରିବା ପାଇଁ ରାଷ୍ଟ୍ରପତି ମୁର୍ମୁ ରାଧାକେଲିକୁଞ୍ଜକୁ ଯାଇଥିଲେ। ରାଷ୍ଟ୍ରପତି ଜନ୍ମଦିନର ଶୁଭେଚ୍ଛା ମଧ୍ୟ ମହାରାଜଙ୍କୁ ଦେଇଥିଲେ, କାରଣ ମାର୍ଚ୍ଚ 19 ତାରିଖ ପ୍ରେମାନନ୍ଦ ମହାରାଜଙ୍କର 56ତମ ବର୍ଷ ହୋଇଥିଲା। ତେଣୁକରି ସେହି ଜନ୍ମଦିବସର ଶୁଭେଚ୍ଛା ମଧ୍ୟ ରାଷ୍ଟ୍ରପତି ଦେଇଥିଲେ। ରାଷ୍ଟ୍ରପତି ତାଙ୍କ ଝିଅ, ଜ୍ୱାଇଁ ଏବଂ ଦୁଇଟି ନାତୁଣୀଙ୍କ ସହିତ ମହାରାଜଙ୍କ ଦର୍ଶନ ଲାଭ କରିବାକୁ ଯାଇଥିଲେ। ରାଷ୍ଟ୍ରପତି ନାମଜପର ମହିମା ଜାଣିଥିଲେ। ରାଷ୍ଟ୍ରପତିଙ୍କୁ ରାଧାକେଲିକୁଞ୍ଜରେ ରାଧାରାଣୀଙ୍କ ପ୍ରସାଦୀ ମାଳା ଏବଂ ଓଢ଼ଣୀ ଦେଇ ସ୍ୱାଗତ ଜଣାଇଥିଲେ। ରାଷ୍ଟ୍ରପତି ମହାରାଜଙ୍କ ଆଶୀର୍ବାଦ ମଧ୍ୟ ଲାଭ କଲେ। 3 ଦିନର ୟୁପି ଗସ୍ତରେ ରାଷ୍ଟ୍ରପତି ଥିବାବେଳେ ରାଷ୍ଟ୍ରପତି ରାମ ମନ୍ଦିରର ରାମଯନ୍ତ୍ରର ସ୍ଥାପନା କରିଥିଲେ ଏବଂ ମଥୁରା ବୃନ୍ଦାବନର ପ୍ରେମ ମନ୍ଦିର ଓ ରାଧାକୃଷ୍ଣଙ୍କର ଦର୍ଶନ ଲାଭ କଲା ପରେ ସେ ପ୍ରେମାନନ୍ଦ ମହାରାଜାଙ୍କୁ ଯାଇ ଦର୍ଶନ କରିଥିଲେ। ସେଠିରେ ସେ ରାଧାରାଣୀଙ୍କ ନାମଜପର ତାଙ୍କର ମହିମା ଜାଣିଥିଲେ ଏବଂ ପ୍ରେମାନନ୍ଦ ମହାରାଜଙ୍କର ଆଶୀର୍ବାଦ ମଧ୍ୟ ଲାଭ କରିଥିଲେ। ପ୍ରେମାନନ୍ଦ ମହାରାଜଙ୍କୁ ରାଷ୍ଟ୍ରପତି ରାଧାକେଲିକୁଞ୍ଜ ଆଶ୍ରମରେ ଦେଖା କଲେ। ଦେଶର ମହାମହିମ ରାଷ୍ଟ୍ରପତି ଯିଏ ଭକ୍ତି ଭାବରେ ଜଡ଼ିତ ହୋଇ ରାଧାରାଣୀଙ୍କ କୃପା ଲାଭ କରିବା ପାଇଁ ପ୍ରେମାନନ୍ଦ ମହାରାଜଙ୍କର ପାଖକୁ ଯାଇ ସେ ରାଧାରାଣୀଙ୍କ ମହିମା ବିଷୟରେ ଜାଣିଥିଲେ ଏବଂ ସେ ତାଙ୍କର ଆଶୀର୍ବାଦ ଲାଭ କରିଥିଲେ। ପରିବାର ସାଥିରେ ଯାଇକି ସେଠି ଆଶୀର୍ବାଦ ଲାଭ କରିଥିଲେ। ରାଷ୍ଟ୍ରପତି ତାଙ୍କ ଝିଅ, ଜ୍ୱାଇଁ ଏବଂ ଦୁଇଟି ନାତୁଣୀଙ୍କ ସହିତ ପ୍ରେମାନନ୍ଦ ମହାରାଜଙ୍କୁ ଦେଖା କରିବା ପାଇଁ ରାଧାକେଲିକୁଞ୍ଜକୁ ଯାଇଥିଲେ। ରାଷ୍ଟ୍ରପତି ଏକାକୀ ତାଙ୍କ ପରିବାର ସହିତ ମହାରାଜଙ୍କୁ ଦେଖା କରିବା ପାଇଁ ଯାଇଥିଲେ। ଯେତେବେଳେ ରାଷ୍ଟ୍ରପତି ଦେଖା କଲେ, ସେ ସମୟରେ ମହାରାଜଙ୍କ ପାଖରେ କେବଳ ରାଷ୍ଟ୍ରପତିଙ୍କ ପରିବାରର ସଦସ୍ୟ ଥିଲେ ଏବଂ ମହାରାଜଙ୍କର ତାଙ୍କର ମୁଖ୍ୟ ଶିଷ୍ୟ ଥିଲେ।